ଏକ ଛୋଟ ଗାଁର କଥା, ଯେଉଁ ଗାଁଟି ନଈ କୂଳରେ ଅବସ୍ଥିତ। ଦେଖିଲେ ଆପଣଙ୍କ ମନ ବି ଲୋଭରେ ଭରିଯିବ। ଏଠି ଲୋକଙ୍କ ମଧ୍ୟରେ ଭଲ ପାଇବା, ସ୍ନେହ ଭରି ଭରିକି ଥିଲା। ଏଠି ଲୋକମାନେ ପରସ୍ପର ସମ୍ମାନ କରୁଥିଲେ, ଏକାଠି ରହୁଥିଲେ, ମିଳିମିଶି ଚଳୁଥିଲେ। ଗାଁ ମୁଣ୍ଡରେ ଗୋଟିଏ ବଡ଼ ଆମ୍ବ ଗଛଟିଏ ଥିଲା, ଯେଉଁଠାରେ ଲୋକମାନେ ସୁଖ ଦୁଃଖ ହେଉଥିଲେ, ସବୁ ବିଷୟରେ ଆଲୋଚନା ମଧ୍ୟ କରୁଥିଲେ। ସେଇ ଆମ୍ବ ଗଛ ପାଖରେ ଗୋଟିଏ କୂଅଟିଏ ଥିଲା, ଯେଉଁଟାର ପାଣି ବହୁତ ନିର୍ମଳ ଓ ମଧୁର ଥିଲା। ସେଇ ଗାଁରେ ରାଜୁ ଓ ଦୀପୁ ନାମକ ଦୁଇ ଜଣ ସାଙ୍ଗ ରହୁଥିଲେ, ଯାହାଙ୍କ ଭିତରେ ବନ୍ଧୁତା ଅତି ଘନିଷ୍ଠ ଥିଲା। ରାଜୁ, ଦେଖ ତ ପାଗ କେତେ ଭଲ ଦେଇଛି। ଚାଲୁ ନଈ କୂଳକୁ ଯିବା ଆଉ ମାଛ ଧରିବା, ତା ସହିତ ପାଣିରେ ଖେଳିବା, କେତେ ମଜା ଆସିବ। ଚାଲୁ ଯିବା, ଚାଲ। ଦିନେ ବର୍ଷା ହୋଇକି ନଈର ପାଣି ବଢି ଯାଇଥାଏ। ସେତେବେଳେ ଦୀପୁ ରାଜୁକୁ କହୁଛି, ହଁ ହଁ, ମୁଁ ବି ଯାଉଛି, ମୋର ବଇଁଶୀ କଣ୍ଟା ଆଣିବି। ଅତି ଶୀଘ୍ର ଯିବା ଆଉ ବହୁତ ମାଛ ଧରିବା। ସେ ଗାଁରେ ଦୀପୁ ଓ ରାଜୁର ମିତ୍ରତାକୁ ଦେଖି ସମସ୍ତେ ପ୍ରଶଂସା କରନ୍ତି। ସେଠି ସୁମି ନାମକ ଝିଅଟି ତାଙ୍କ ମିତ୍ରତାକୁ ଦେଖି କହୁଛି, ମିତ୍ର ହବ ତ ରାଜୁ ଆଉ ଦୀପୁ ପରି। ତାଙ୍କ ଭଳି ମିତ୍ର ସମସ୍ତଙ୍କ ପାଇଁ ଉଦାହରଣ। ପିଲାମାନେ, ତମ ବନ୍ଧୁତା ଦେଖି ମୋତେ ବହୁତ ଖୁସି ଲାଗୁଛି। ପ୍ରକୃତ ବନ୍ଧୁ ସିଏ ଯିଏକି ଅସୁବିଧା ବେଳେ ସାହାଯ୍ୟ କରିଥାଏ। ହଁ, ଆମେ ଦୁହେଁ ଦୁହିଁଙ୍କ ସାଥିରେ ସବୁବେଳେ ରହିବୁ, ଯାହା ହେଉଯାଉ ନା କାହିଁକି। ରାଜୁ ଦୀପୁ ମାଛ ଜାଲ ଓ ବଇଁଛି ନେଇକି ନଦୀ କୂଳରେ ପହଞ୍ଚି ଯାଆନ୍ତି। ସେତେବେଳେ ନଦୀର ପାଣି ସ୍ୱଚ୍ଛ ଥିଲା। ଭାବିଲେ ଆଜି ତ ବହୁତ ମାଛ ଧରିବା। ସେଦିନ ବର୍ଷା ହୋଇଥିବାରୁ ପରିବେଶଟି ଅଧିକ ସବୁଜିମା ଦେଖାଯାଉଥିଲା। ରାଜୁ ଦୀପୁ ମାଛ ଧରିବାକୁ ଆରମ୍ଭ କରିଦେଲେ। ଦି ଜଣ ମାଛ ଧରିବା ସମୟରେ ନିଜ ଭିତରେ ସୁଖ ଦୁଃଖ ହେଉଛନ୍ତି ଏବଂ ବହୁତ ଖୁସି ଜଣାପଡ଼ୁଛନ୍ତି। ରାଜୁ, ଦେଖ ମୁଁ କେତେ ବଡ଼ ମାଛ ଧରିଲି। ଆରେ ଦୀପୁ, ଇଏ ତ ବହୁତ ବଡ଼ ମାଛ। ମୁଁ ବି ଯାଉଛି, ଆଉ ଗୋଟେ ବଡ଼ ମାଛ ଧରିବି। ଆମେ ଜଲ୍ଦି ଜଲ୍ଦି ମାଛ ଧରିବା, ସନ୍ଧ୍ୟା ସୁଦ୍ଧା ଘରକୁ ଯିବାକୁ ପଡ଼ିବ। ଦୁଇ ସାଙ୍ଗ ମାଛ ଧରିବା ପରେ ସେଠାରେ ଗପସପ ହେଉଥିଲେ ଏବଂ ପରିବେଶର ଆନନ୍ଦ ନେଉଥିଲେ। ସେମାନେ ଦୁଇ ଜଣ କଥାବାର୍ତ୍ତା ହେଉଥିବା ସମୟରେ ହଠାତ୍ ରାଜୁର ଗୋଡ଼ ପାଣିରେ ଖସିଗଲା। ରାଜୁ ପାଣିରେ ବୁଡ଼ିବାକୁ ଲାଗିଲା। ରାଜୁକୁ ପହଁରା ଆସେନି। ସେ ବଞ୍ଚାଅ ବଞ୍ଚାଅ କହି ଚିତ୍କାର କଲା ଏବଂ ଦୀପୁକୁ କହିଲା, ଦୀପୁ ମୋତେ ବଞ୍ଚା, ମୋତେ ପାଣିରୁ ବଞ୍ଚା। ରାଜୁ ସେତେବେଳକୁ ବହୁତ ଡରି ଯାଇଥିଲା। ସେତେବେଳେ ଦୀପୁ କହୁଛି, ଡର ନାହିଁ ରାଜୁ, ମୁଁ ତମକୁ ବାହାର କରୁଛି। ଦୀପୁ ହଠାତ୍ କିଛି ଆଗ ପଛ ନ ଭାବି ପାଣିକୁ ଡେଇଁ ପଡ଼ିଲା। ତାପରେ ରାଜୁକୁ ପାଣିରୁ ବଞ୍ଚାଇବା ପାଇଁ ଚେଷ୍ଟା କଲା। ବହୁତ ଚେଷ୍ଟା କରି ରାଜୁକୁ କୂଳ ପାଖକୁ ନେଇକି ଆସିଲା ଏବଂ ତା ଜୀବନ ବଞ୍ଚେଇ ଦେଲା। ରାଜୁ, ଆମେ ଦୁଇ ଜଣ ସାଙ୍ଗ। ସାଙ୍ଗ କେବେ ଅସୁବିଧାରେ ପଡ଼ିଲେ ହାତ ଛାଡ଼ନ୍ତି ନାହିଁ। ଏଥିରୁ ଜଣାପଡ଼ିଗଲା ପ୍ରକୃତରେ ବନ୍ଧୁ କିଏ। ଏଇ ଦୁଇ ଜଣଙ୍କ ବନ୍ଧୁ ପୁଣି ଥରେ ଲୋକମାନଙ୍କ ପାଇଁ ଉଦାହରଣ ହୋଇଗଲା। ତାପରେ ସେମାନେ ଗାଁକୁ ଫେରିଲେ। ଗାଁ ଲୋକମାନଙ୍କୁ ସବୁ ସତ କଥା କହିଲେ। ଗାଁ ଲୋକମାନେ ଏହା ଦେଖି ବହୁତ ଖୁସି ହେଲେ ଏବଂ ଦୀପୁର ବହୁତ ପ୍ରଶଂସା କଲେ। ହଠାତ୍ ଗାଁରେ ବହୁତ ଜୋରରେ ବର୍ଷା ହେବାକୁ ଲାଗିଲା। ଏତେ ଜୋର ବର୍ଷା ହେବାକୁ ଲାଗିଲା କି ଗାଁରେ ଧୀରେ ଧୀରେ ପାଣି ଭର୍ତ୍ତି ହେବାକୁ ଲାଗିଲା। ଗାଁ ଲୋକମାନେ ଏତେ ଅସ୍ତବ୍ୟସ୍ତ ହୋଇଗଲେ ଏବଂ ସେମାନେ ନିଜ ଭିତରେ କଥାବାର୍ତ୍ତା ହେଲେ କି ବର୍ଷା ବହୁତ ଜୋରରେ ହଉଛି, ଆମକୁ କିଛି କରିବାକୁ ପଡ଼ିବ, ନହେଲେ ଗାଁ ପୁରା ବୁଡ଼ିଯିବ। ରାଜୁ, ଆମେ ଚାଲ ଜଲ୍ଦି ଜଲ୍ଦି ବନ୍ଧ ବନେଇବା, ନହେଲେ ବନ୍ୟା ପାଣି ଗାଁରେ ପଶିଯିବ ଆଉ ସବୁ ଭସେଇ ନେବ। ଏହି ପରିସ୍ଥିତିରୁ ବାହାରିବା ପାଇଁ ରାଜୁ ଦୀପୁ ଗାଁ ବାଲାଙ୍କୁ ଗୋଟିଏ ପରାମର୍ଶ ଦେଲେ। କହିଲେ, ଗାଁରେ ଯଦି ଆମେ ଗୋଟେ ବନ୍ଧ ବାନ୍ଧିଦେବା ତାହେଲେ ଏହି ପରିସ୍ଥିତିରୁ ଆମେ ବାହାରି ପାରିବା। ଗାଁ ଲୋକମାନେ ସବୁ ମିଶି ବନ୍ଧ ବାନ୍ଧିବା ପାଇଁ ଚେଷ୍ଟା କଲେ। ରାଜୁ ଓ ଦୀପୁ ଗାଁ ଲୋକମାନଙ୍କ ସହ ବନ୍ଧ ବାନ୍ଧିବାରେ ସଫଳ ହେଲେ। ତାପରେ ଲୋକମାନେ ତାଙ୍କର ପ୍ରଶଂସା କରିବାକୁ ଲାଗିଲେ। ପ୍ରତିବର୍ଷ ଏହି ଦିନକୁ ଆମେ ବନ୍ଧୁତା ଦିବସ ରୂପେ ପାଳନ କରିବା। ବନ୍ଧ ବାନ୍ଧିବାରୁ ଗାଁରେ ପାଣିର ସମସ୍ୟା ଦୂର ହୋଇଗଲା। ଗାଁ ଲୋକମାନେ ଗୋଟିଏ ସଭା ଡକାଇ ରାଜୁ ଓ ଦୀପୁକୁ ପୁରସ୍କୃତ କଲେ। ଦୀପୁ ଓ ରାଜୁର ସାହସିକତା ଓ ବନ୍ଧୁତ୍ୱ ଦେଖି ସମସ୍ତେ ପ୍ରଶଂସା କଲେ। ସମସ୍ତେ ତାଙ୍କ ଉଦାହରଣ ଦେଖି ବନ୍ଧୁତ୍ୱର ମୂଲ୍ୟ ବି ବୁଝିପାରିଲେ। ସେହିଦିନ ଗାଁର ମୁଖିଆ ଘୋଷଣା କଲେ କି ସେହିଦିନ ଗାଁରେ ପ୍ରତ୍ୟେକ ବର୍ଷ ବନ୍ଧୁତା ଦିବସ ପାଳନ କରାଯିବ। ଏହି କାହାଣୀରୁ ଏହା ଶିକ୍ଷା ଲାଭ କଲୁ କି ଯେକୌଣସି ପରିସ୍ଥିତିରେ ଯଦି ଗୋଟିଏ ପ୍ରକୃତ ବନ୍ଧୁ ଥିବ, ସେ ପରିସ୍ଥିତି ବି ସହଜ ହୋଇଯିବ। ରାଜୁ ଦୀପୁର ବନ୍ଧୁତାରେ ସମସ୍ତେ ଅନୁପ୍ରାଣିତ ହୋଇ ଜାଣିପାରିଲେ କି ପ୍ରକୃତ ବନ୍ଧୁ ସିଏ ଯିଏକି ଖରାପ ସମୟରେ ମଧ୍ୟ ସାହାଯ୍ୟ କରିଥାଏ ଏବଂ ସବୁବେଳେ ଠିକ୍ ବାଟ ଦେଖେଇଥାଏ।